ସାଂଗସ୍ତରିକ ରହସ୍ୟ କଣ? ଆଦ୍ୟ ଚତୁର୍ଥ ରଜନୀ ଏବଂ ଅକିଞ୍ଚନର ପ୍ରଥମ ସ୍ତବକ। ଏହି ପ୍ରଥମ ସ୍ତବକ ପ୍ରଥମ ପର୍ଯ୍ୟାୟ ପ୍ରଥମ ବାକୁଡ଼ା ପ୍ରଥମ ଠାକରେ ଉପନୀତ ହୋଇ ପୂର୍ବ ପାରମ୍ପରିକ ରୀତିନୀତି ନିୟମକୁ ସମ୍ମାନ ଦେଇ କବି ଗୋପାଳ କୃଷ୍ଣ ପଟ୍ଟନାୟକ ମହୋଦୟଙ୍କର ଚରକମଳରୁ ନିଃସୃତ ଗୋଟିଏ ପଦ ଭକ୍ତି ଅର୍ଘ୍ୟ ଉପଢୌକନ ଦେଇ ସାରିବା ପରେ ଆକୃତି କରିଛି ଚାରିଜ ବିଶିଷ୍ଟ ମଙ୍ଗଳାଚରଣ ଶ୍ଲୋକଟିଏ। ମଙ୍ଗଳାଚରଣ ମାଧ୍ୟମରେ এই শ্লোক মাধ্যমରେ ଯେଉଁ ଦେବୀ ଯେଉଁ ଦେବତା ଏ ମଞ୍ଚରେ ମଞ୍ଚାସୀନ ହେବେ ସମସ୍ତଙ୍କର ମଙ୍ଗଳ ବିଧାନ ନଟ ନାମର ରସିକ ଶେଖର ପ୍ରତ୍ୟେକ ଦିନ ଯାଇ ରାଧାରାଣୀଙ୍କ ସହିତ ଭେଟ ହୁଅନ୍ତି। ସବୁଦିନ ଗୋଟେ ତାଙ୍କର ଦେଖା ସାକ୍ଷାତ ହୁଏ ଆଉ କେତେବେଳେ ବେରେ ହଇରାଣ ହରକତ ବି କରନ୍ତି। ସେ କାମ ସେଇଆ ସେ ଜିନିଷ ସେଇଆ ଟିକେ ଆଇଁଷ ରହିବ। ଗୋଦା ଯେତେବେଳେ ଯମୁନା ନଦୀକୁ ଯାଇଥାନ୍ତି ସମସ୍ତ ସଚିବାଣୀ ତାଙ୍କ ଭିତରେ ଗୋଟେ କଥୋପକଥନ ହୁଏ। କଣ ସେଇ କଣ୍ଢେଇ ବିଷୟରେ କହିବା? କଥା କହୁଛି ଅତୀତ କଥା ଦିନକର ଘଟଣାର ସଖୀ। ମୁଁ ଦିନେ ଜଳ ନେଇ ଆସୁଥିଲି ସେ ନଟିଆ ନାଗର କୋଉଠି ଥିଲା କେଜାଣି ଗୋଟେ ଟେକାଟିଏ ପକେଇଦେଲା। ଟେକାଟିଏ ଯେତେବେଳେ ପକେଇ ଦିଏ ମୋ ମାଠିଆରେ ଗୋଟେ କଣ ଆଇଗଲା। କାହାକୁ କହିବି? ମୁଁ ତ ଯମୁନାରୁ ପାଣି ନେଇକି ଆସୁଛି ଜଳ ନେଇକି ଆସୁଛି ଦେଖିଲି କଣା ହେଇଯାଇଛି। ମାଠିଆରେ ଗୋଟେ କୋଣାଲୋ କହ କହ କେ କାଳା ଆମର ସାବରି ନଲାଲୋ ଏକି ଚିନ୍ତା ପଡ଼ିଲା ମାଠିଆରେ ଗୋଟେ କୋଣାଲୋ କହ କହ କେ କାଳା ଆମର ସାବରି ନଲାଲୋ ଏକି ଚିନ୍ତା ପଡ଼ିଲା ନଣନ୍ଦ ପଚାରି
ସଖୀ ରାଧାକୁ ପଚାରିଲା ବେଳେ ଆଉ ଜଣେ ସଖୀ କହୁଛି ଆଉ ଏଇଟାକୁ ଯମୁନା ଛାଡ଼ିକି ନେଇ ଘରୁ ବାହାର କରିଦେବି ଏଇଟାକୁ ଘର ଭିତରେ ରଖିବି ମୁଁ ଅଗଣାରେ ସସିକି ବସିବି ଜଗିକି ବସିବି ଜଗି ବସିଲା ଶାଶୁ ଜଗି ବସିଛି ଆଉ ଭେଟେଇ ଦବନି ଦିନ ପରେ ଦିନ ଗଲା ଉଭୟଙ୍କ ସହିତ ଭେଟ ହେଇପାରୁନାହାନ୍ତି ରାଧା ଭେଟ ହେଇପାରୁନାହାନ୍ତି କୃଷ୍ଣଙ୍କ ସହିତ କୃଷ୍ଣ ଭେଟ ହେଇପାରୁନାହାନ୍ତି ରାଧା କଣ କରାଯିବ ତାଙ୍କ ବିହାରୀ ଚିନ୍ତା କଲେ କଣ ମୁଁ ରାଧାଙ୍କ ସହିତ ଭେଟି ପାରିବି ନାହିଁ ଅସୁବିଧା ବେଳେ ତ ସାହାଯ୍ୟ ଲୋଡ଼ା ଦୁର୍ଜଟିଙ୍କ ପାଖକୁ ଯିବି ଦୁର୍ଜଟିଙ୍କ ପାଖକୁ ଯାଇ ପହଞ୍ଚିଲେ କଣ କରିବି ମୁଁ ଭାରି ବିଷମ ପରିସ୍ଥିତିରେ ପଡିଛି ନା କଣ ଅସୁବିଧା ହେଇଛି ନା ତମେ ଟିକେ ମତେ ସାହାଯ୍ୟ କରିବ ନା ତମ ଅବୟବଟାକୁ ମୁଁ ଧାରଣ କରିବି ତମେ ମନ ଦୁଃଖ କରିବ ନା ତାଙ୍କ ବିହାରୀ ନଟନା କର ନିଜେ ନିଜେ ଦୁର୍ଜଟିଙ୍କ ଅନୁମତି କ୍ରମେ ଏ ବାଙ୍କ ବିହାରୀ ଦୁର୍ଜଟିଙ୍କର ରୂପକୁ ଧାରଣ କଲେ ଶିବ ରୂପକୁ ଧାରଣ କଲେ ସେଦିନ ବାଙ୍କ ବିହାରୀ ନଟନା ନଈ ନଈ ପହଞ୍ଚିଲେ ରାଧାଙ୍କ କୋଠରୀରେ ରାଧାରାଣୀଙ୍କ କକ୍ଷରେ ଦେଖୁଛନ୍ତି ବସିଛନ୍ତି ଶାଶୁ ମୁଁ ଆସିଥିଲି ଏଇ ବାଟ ଦେଇ ଯାଉଥିଲି ଦେଖା କରିବାକୁ ମା ପଳେଇ ଆଉ ମୋର କଣ ସେବା ଅଛି ଆଉ ମୋ ବୋଉ ତ ଆସିନାହିଁ ମୁଁ ଆସିଛି ସେଟା କଣ ଅଛି କହୁନା କରିଦେବୁ ମୋର କିଛି କରିବାର ନାହିଁ ନଖ ଫଖ କାଟିବାର ନାହିଁ ଲୁଗାପଟା ସଫା କରିବାର ନାହିଁ ମୋ ଘରେ ବୋହୂ ଅଛି ଆଉ ବୋହୂକୁ କଥାରେ କଣ ତାର ସେବା ହବ ଚାବି ପକେଇକି ବସିଛି ଦୁର୍ଜଟି ଚାଲିଲେ ବୋହୂ ନିକଟକୁ ରାଧାରାଣୀ ନିକଟକୁ ମତେ ତ ବେଳ ତର ହେଲାଣି ବେଳ ରତ ହେଲାଣି ମୋ ଗାଧେଇବା ବେଳ ହେଲାଣି ଯେ ଅସମୟରେ ନାପତି ଆଣି ଆଇଲା ଦୁର୍ଜଟି ଆଜି ରୂପକୁ ଛତୁଆ ବେଶରେ ଧାରଣ କରିକି ଆସିଛନ୍ତି ମତେ ଗାଧେଇ ଯିବାକୁ ପଡିବ ଚାବି ପକେଇ ତାଲା ପକେଇ ଦେଇଛି ଚାବିଟା ରହିଛି ହଉ ଆଉ ସିଏ ତ ତାର ନଖ ସଫା କରୁଥିବ ଅଳତା ବଳତା ପିନ୍ଧୁଥିବ ଯାଇକି ଗାଧେଇକି ଆସିବ ଚାବିଟା ଧରି ପୁଣି ଯେତେବେଳେ ଯାଇଛି ପୋଖରୀ ଚାବିଟିକୁ ଧୋଇ ଦେଇକି ଗାଧେଇବାକୁ ଯାଇଛି
ହଁ